ଆଜିର ଏହି ଶିକ୍ଷାମୂଳକ କାହାଣୀଟିର ନାମ କାଠୁରିଆ ଓ ସୁନା କୁରାଢ଼ୀ। ବହୁଦିନ ତଳେ ଏକ ଗାଁରେ ରାମୁ ନାମକ ଜଣେ କାଠୁରିଆ ରହୁଥିଲା। ସେ ବହୁତ ଗରିବ ଥିଲା, କିନ୍ତୁ ବହୁତ ପରିଶ୍ରମୀ ଏବଂ ସଚ୍ଚୋଟ ଥିଲା। ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ କାଟେ ଏବଂ ତାକୁ ବିକି ଯାହା ମିଳେ ସେଥିରେ ନିଜ ପରିବାର ଚଳାଏ। ଦିନେ ସେ ନଈ କୂଳରେ ଥିବା ଏକ ଗଛ ଉପରେ ଚଢ଼ି କାଠ କାଟୁଥିଲା। ହଠାତ୍ ତା ହାତରୁ କୁରାଢ଼ୀଟି ଖସିଯାଇ ଗଭୀର ନଈ ପାଣିରେ ପଡ଼ିଗଲା। କାଠୁରିଆଟି ଗଛରୁ ଓହ୍ଲାଇ ବହୁତ ଖୋଜିଲା, କିନ୍ତୁ ପାଣି ଗଭୀର ଥିବାରୁ ସେ କୁରାଢ଼ୀଟି ପାଇଲା ନାହିଁ। ସେ ଦୁଃଖରେ ନଈ କୂଳରେ ବସି କାନ୍ଦିବାକୁ ଲାଗିଲା, କାରଣ ସେହି ଗୋଟିଏ କୁରାଢ଼ୀ ହିଁ ତାର ରୋଜଗାରର ଏକମାତ୍ର ମାଧ୍ୟମ ଥିଲା। ତାର ବିକଳ କାନ୍ଦ ଶୁଣି ନଈ ଭିତରୁ ଜଳଦେବତା ପ୍ରକଟ ହେଲେ। ସେ ପଚାରିଲେ, ପୁଅ, ତୁ କାହିଁକି କାନ୍ଦୁଛୁ? କାଠୁରିଆଟି ସବୁ କଥା କହିଲା। ଜଳଦେବତା କହିଲେ, ତୁ ବ୍ୟସ୍ତ ହୁଅ ନାହିଁ, ମୁଁ ତ କୁରାଢ଼ୀ ଖୋଜି ଆଣି ଦେଉଛି। ଜଳଦେବତା ପାଣି ଭିତରକୁ ଗଲେ ଏବଂ ଏକ ସୁନା କୁରାଢ଼ୀଟିଏ ଧରି ବାହାରିଲେ। ସେ ପଚାରିଲେ, କ'ଣ ଏଇଟା ତ କୁରାଢ଼ୀ? କାଠୁରିଆ କହିଲା, ନା ପ୍ରଭୁ, ଏହା ମୋର କୁରାଢ଼ୀ ନୁହେଁ। ଜଳଦେବତା ପୁଣି ପାଣିକୁ ଗଲେ ଏବଂ ଏକ ରୂପା କୁରାଢ଼ୀ ଧରି ଆସିଲେ। କାଠୁରିଆ ବିନୟର ସହ କହିଲା, ଆଜ୍ଞା, ଏହା ମଧ୍ୟ ମୋର ନୁହେଁ। ଶେଷରେ ଜଳଦେବତା ପାଣି ଭିତରୁ କାଠୁରିଆର ସେହି ଅସଲି ଲୁହା କୁରାଢ଼ୀଟି ବାହାର କରି ଆଣିଲେ। କାଠୁରିଆ ଖୁସିରେ ନାଚି ଉଠି କହିଲା, ହଁ ଆଜ୍ଞା, ଏଇଟି ହିଁ ମୋର କୁରାଢ଼ୀ। ଜଳଦେବତା କାଠୁରିଆର ଏଭଳି ସଚ୍ଚୋଟତା ଦେଖି ବହୁତ ପ୍ରସନ୍ନ ହେଲେ। ସେ କହିଲେ, ପୁଅ, ତୁ ଗରିବ ହେଲେ ମଧ୍ୟ ଲୋଭୀ ନୁହେଁ, ତେଣୁ ମୁଁ ତୋତେ ଏହି ସୁନା ଓ ରୂପା କୁରାଢ଼ୀ ଦୁଇଟି ମଧ୍ୟ ଉପହାର ସ୍ୱରୂପ ଦେଉଛି। କାଠୁରିଆ ସବୁଯାକ କୁରାଢ଼ୀ ଧରି ଖୁସିରେ ଘରକୁ ଫେରିଲା। ଏହି କଥା ଗାଁର ଜଣେ ଲୋଭୀ କାଠୁରିଆ ଶୁଣିବାକୁ ପାଇଲା। ସେ ମଧ୍ୟ ସୁନା କୁରାଢ଼ୀ ପାଇବା ଆଶାରେ ନଈ କୂଳକୁ ଗଲା ଏବଂ ଜାଣିଶୁଣି ନିଜ କୁରାଢ଼ୀଟିକୁ ପାଣିକୁ ଫିଙ୍ଗି ଦେଇ କାନ୍ଦିବାକୁ ଲାଗିଲା। ଜଳଦେବତା ପୁଣି ବାହାରିଲେ ଏବଂ ଏକ ସୁନା କୁରାଢ଼ୀ ଦେଖାଇ ପଚାରିଲେ, ଏଇଟା ତୋର କି? ଲୋଭୀ କାଠୁରିଆ ତୁରନ୍ତ କହିଲା, ହଁ ହଁ, ଏଇଟା ହିଁ ମୋର। ଜଳଦେବତା ତାର ମିଛ କଥାରେ ରାଗିଗଲେ। ସେ ସେହି ସୁନା କୁରାଢ଼ୀଟିକୁ ନେଇ ପାଣି ଭିତରକୁ ଅଦୃଶ୍ୟ ହୋଇଗଲେ। ଲୋଭୀ କାଠୁରିଆଟିକୁ ନା ସୁନା କୁରାଢ଼ୀ ମିଳିଲା, ନା ତାର ନିଜର ଲୁହା କୁରାଢ଼ୀଟି ଫେରିପାଇଲା। ସେ ହାତ ମାରି ବସି ରହିଲା। ଏଥିରୁ ଆମେ କ'ଣ ଶିଖିଲେ? ସଚ୍ଚୋଟତା ସବୁବେଳେ ପୁରସ୍କୃତ ହୁଏ, କିନ୍ତୁ ଲୋଭ ମଣିଷକୁ ସର୍ବନାଶ ଆଡ଼କୁ ନେଇଯାଏ। ଏମିତି ଅନେକ ପୌରାଣିକ ଶିକ୍ଷାମୂଳକ କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲ ବେଦାନ୍ତ ଓଡ଼ିଆକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।